ଜିତୁ ଗାଁର ସୁନା ମୁଣ୍ଡା ପିଲାଟିଏ। ତାକୁ କେହି କିଛି ବି କହୁ ସିଏ ପ୍ରତି ଉତ୍ତର କରେ ନାହିଁ। ତାର ବି ଫ୍ୟାମିଲିରେ ସମସ୍ୟା ଥାଏ, ବଟ୍ ସାମ୍ନାରୁ ସିଏ ସମସ୍ତଙ୍କ ସହ ହସି ହସି କଥା ହୁଏ। ବାପା ଚାଲିଗଲା ପରେ ଦୁଇ ଭଉଣୀ, ବୋଉ ଆଉ ତା ବୁଢ଼ୀ ମାଆର ଦାୟିତ୍ୱ ଏବେ ତା ଉପରେ। ଦଶମରେ ଫାଷ୍ଟ କ୍ଲାସରେ ପାସ୍, ପାଠ ପଢ଼ା ଛାଡ଼ି ଦେଇଥାଏ। ଗାଁରେ ଏମିତି କିଛି ଖାସ୍ କାମ ନଥାଏ। ଘରେ ଏକୁଟିଆ ପୁରୁଷ ପିଲାଟିଏ ହୋଇଥିବାରୁ ସିଏ ବାହାରକୁ ମଧ୍ୟ ଯାଇପାରୁନଥାଏ। ବର୍ଜ ବାଡ଼ି କାମରେ ଯେତିକି ପଇସା ହୁଏ ଦୁଇ ଭଉଣୀର ପାଠ ଖର୍ଚ୍ଚରେ ସରିଯାଏ। ସେଥିପାଇଁ ସିଏ ଏବେ ରାଜମିସ୍ତ୍ରୀ କାମରେ ହେଲ୍ପର ହୋଇ କାମ କରୁଥାଏ। ଗାଁର ଗୋଟିଏ ଝିଅ ପାଏଲ, ସେ ତାକୁ ମନେ ମନେ ପସନ୍ଦ କରୁଥାଏ। ସେ କିନ୍ତୁ ନିଜର ଅବସ୍ଥା ଜାଣି କେବେ ସେ ନିଜ ମନ କଥା ପାଏଲକୁ କହିପାରେନି। ଯେବେ ପାଏଲ କଲେଜକୁ ଯାଏ ସିଏ ବାସ୍ ତାକୁ ଦୂରରୁ ଦେଖି ଖୁସି ହୋଇଯାଏ। ପାଏଲ ଦିନେ ତାର ସାଙ୍ଗ ଠାରୁ ଜାଣିବାକୁ ପାଇଲା ଯେ ଜିତୁ ତାକୁ ଦୂରରୁ ଚାହୁଁଛି ବୋଲି। ଜିତୁ ଏବଂ ପାଏଲ ସ୍କୁଲ ବେଳର ସାଙ୍ଗ। ଜିତୁ ଯେବେ କ୍ଲାସରେ ଟପର ହେଉଥିଲା ସେତେବେଳେ ପାଏଲ ଲାଷ୍ଟ ବେଞ୍ଚରେ ବସୁଥିଲା। ସାର୍ ପଚାରୁଥିବା ସବୁ ପ୍ରଶ୍ନର ଉତ୍ତର ଜିତୁ ବହୁତ ଭଲ ଭାବରେ ଦେଉଥିଲା। ସବୁଠାରୁ ବଡ଼ କଥା, ଜିତୁ କୌଣସି ଟ୍ୟୁସନ୍ ବି ହେଉନଥିଲା। ସେଥିପାଇଁ ପାଏଲ ମଧ୍ୟ ଜିତୁକୁ ଲାଇକ୍ କରୁଥିଲା। ଦିନେ ଏମିତି ଜିତୁ କଲେଜ ଆଡ଼କୁ ଚାହିଁଥାଏ, ଦେଖିଲା କି ପାଏଲ ତା ଆଡ଼କୁ ଆସୁଛି। ସିଏ ନର୍ଭସ୍ ହୋଇଗଲା। ପାଏଲ ସିଧା ଆସି ଜିତୁ ପାଖରେ ପହଞ୍ଚି ଏବଂ କହିଲା, ଜିତୁ ତୁମର ଖବର କ'ଣ? ଜିତୁ କହିଲା, ହଁ ଭଲ। ତୁମେ ଏତେ ନର୍ଭସ୍ କାହିଁ ହୋଇଯାଉଛ? କ'ଣ ହୋଇଛି କି? ପାଏଲ ପଚାରିଲା। କାହିଁ ନାହିଁ ତ, ଖରା ହେଉଛି ତ ସେଥିପାଇଁ ତୁମକୁ ଏପରି ଦେଖାଯାଉଥିବ। ଜିତୁ କହିଲା, ଆଚ୍ଛା ହେଉ, ତମ ଫୋନ୍ ନମ୍ବରଟା ଦିଅ। ପାଏଲ କହିଲା। ଜିତୁ କହିଲା, ମୋର ମୋବାଇଲ ନାହିଁ, ନମ୍ବର କେଉଁଠୁ ଆସିବ? ପାଏଲ କହିଲା, ଠିକ୍ ଅଛି, ତମେ କାଲି ଏହି ସମୟରେ ଏଇଠିକି ଆସିବ। ଏତିକି କହି ପାଏଲ ସେଠାରୁ ଚାଲିଗଲା। ଠିକ୍ ତାର ପରଦିନ ପାଏଲ ଗୋଟିଏ ମୋବାଇଲ ଦେଇ ଜିତୁକୁ କହିଲା, ଦେଖ ପ୍ଲିଜ୍ ମନା କରିବନି, ଏଇଟା ଗୋଟିଏ ସାଙ୍ଗ ହିସାବରେ ତମ ପାଇଁ ଉପହାର। ଜିତୁକୁ ଠିକ୍ ଲାଗୁନଥାଏ, କିନ୍ତୁ ପାଏଲର ବାରମ୍ବାର ଅନୁରୋଧ ପରେ ସିଏ ମୋବାଇଲକୁ ପାଖରେ ରଖିଲା। ରାତି ପ୍ରାୟ 10ଟା ହେବ। ଜିତୁକୁ କଲ୍ ଆସିଲା। ମୋବାଇଲରେ ଲଭ୍ ନାଁରେ ଗୋଟିଏ ନମ୍ବର ସେଭ୍ ଥିଲା ଏବଂ ସେହି ନମ୍ବରରୁ କଲ୍ ଆସିଥିଲା। ଜିତୁ ଯେବେ କଲ୍ ଉଠାଇ ଦେଖେ ତ ଏଇଟା ପାଏଲର ନମ୍ବର। ଜିତୁ ଆଉ ବୁଝିବାକୁ ଡେରି କଲା ନାହିଁ କି ପାଏଲ ବି ତାକୁ ପସନ୍ଦ କରୁଛି। ଏବେ ସେମାନେ ବହୁତ ଡେରି ରାତି ପର୍ଯ୍ୟନ୍ତ କଥା ହେବାକୁ ଲାଗିଲେ। ବେଳେବେଳେ ପାଏଲ ତା ସହ କଥା ହେବା ପାଇଁ କଲେଜ କ୍ୟାମ୍ପସ୍ ଭିତରକୁ ବି ଡାକିଦିଏ। ଏମିତି ତାଙ୍କ ଲଭ୍ ଷ୍ଟୋରି ଆଗକୁ ବଢ଼ୁଥାଏ। ଏପରି ଦେଖୁ ଦେଖୁ 5 ବର୍ଷ ବିତିଗଲା। ଜିତୁ ହେଲ୍ପର କାମ କରି କରି ଏବେ ରାଜମିସ୍ତ୍ରୀ ହୋଇଯାଇଥାଏ। ଆଗରୁ ଯେଉଁଠୁ 3ରୁ 250 ଟଙ୍କା ପାଉଥିଲା ଏବେ ଦିନକୁ 700 ଟଙ୍କା ପାଉଥାଏ। ଏବେ ପାଏଲର ଗ୍ରାଜୁଏସନ୍ ସରିଯାଇଥାଏ। ପାଏଲ ପାଇଁ ବହୁତ ଭଲ ଭଲ ପ୍ରସ୍ତାବ ଆସୁଥାଏ, କିନ୍ତୁ ପାଏଲ ସମସ୍ତଙ୍କୁ ମନା କରି ଦେଉଥାଏ। ଏପଟେ ଜିତୁର ବୁଢ଼ୀ ମା ଚାଲିଗଲା। ସେ ବହୁତ ଯୋଗାଡ଼ କରି ମାଆର ଶୁଦ୍ଧିକ୍ରିୟା ଏବଂ ବାରପତ୍ର କାମ ସାରିଲା। ତା ପାଖରେ ଯାହା ପଇସା ଥିଲା ସବୁ ସରିଯାଇଥାଏ। ଧାର ଉଧାର କରଜ ଦାମରେ ବୁଡ଼ି ଯାଇଥାଏ। ଦି ଭଉଣୀଙ୍କ ବାହାଘରର ବି ଚିନ୍ତା। ସେପଟେ ବୋଉର ଦେହ ଦିନକୁ ଦିନ ଖରାପ ହେବାକୁ ଲାଗୁଥାଏ। ଏହି ଟେନସନ୍ ଭିତରେ ଥିବାବେଳେ ତା ପାଖରେ ଖବର ପହଞ୍ଚିଲା କି ପାଏଲର ବାହାଘର ଠିକ୍ ହୋଇଯାଇଛି। ସେ ପାଏଲକୁ କଲ୍ କଲା, କିନ୍ତୁ ପାଏଲ ତା କଲ୍ ଉଠାଉନଥାଏ। ସିଏ ସାହସ କରି ପାଏଲ ଘରକୁ ବି ଯାଇପାରୁନଥାଏ, କାରଣ ପାଏଲର ଘର ଲୋକ ବହୁତ ଶକ୍ତ। ଆଉ ଗାଁର ଧନୀ ଘର ମଧ୍ୟ ଉଧାର ଦେଉଥିବା ଲୋକ ମଧ୍ୟ ତା ଘରକୁ ପଇସା ମାଗିବାକୁ ପ୍ରାୟ ଆସୁଥାନ୍ତି। ସେଥିପାଇଁ ସିଏ ସ୍ଥିର କଲା କିଛି ଜମି ବାଡ଼ି ବିକି ପଇସା ସବୁ ସୁଝିବ ଏବଂ ସିଏ ତାହା ହିଁ କଲା। ଠିକ୍ ଏହି ସମୟରେ ତା ଭାଗ୍ୟ ତାକୁ ଆଉ ଏକ ଝଟକା ଦେଲା। ତାର ଗୋଟିଏ ଭଉଣୀ ସେହି ପଇସା ତକ ନେଇ ଗୋଟିଏ ପୁଅ ସହ ଚାଲିଗଲା। ବୋଉର ମେଡ଼ିସିନ ଖର୍ଚ୍ଚ ଆଉ ଗୋଟିଏ ଭଉଣୀର ବାହାଘର ଚିନ୍ତା, ପଇସା ମାଗିବାକୁ ଆସୁଥିବା ଲୋକଙ୍କ ଚିନ୍ତା, ସେପଟେ ପାଏଲର ଅନ୍ୟ ସ୍ଥାନରେ ବାହାଘର ସ୍ଥିର ହୋଇଯିବାର ଚିନ୍ତା ତାକୁ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଉଥାଏ।
ଗୋଟିଏ ଦିନ ସେ ମଦ ପିଇଥାଏ। ମଦ ନିଶାରେ ପାୟଲକୁ ଅନ୍ୟ ନମ୍ବରରୁ କଲ୍ କଲା। ପାୟଲ ଜାଣିପାରିଲା ନାହିଁ ଏବଂ କଲ୍ ଉଠାଇଲା। ଜିତୁ କହିଲା, କ'ଣ ହେଲା ଚିହ୍ନିପାରିଲ? ମୁଁ ଜିତୁ, ଯାହାକୁ ତୁମେ ଭଲ ପାଉଥିଲ। ଏବେ କ'ଣ ହେଲା? ତୁ ପୁଣି ଆଉ କାହାକୁ ବାହା ହେବା ପାଇଁ ରାଜି କେମିତି ହୋଇଗଲୁ? ପାୟଲ କହିଲା, ଦେଖ, ମୁଁ ତୋତେ କେବେ ଭଲ ପାଇନଥିଲି। ସମସ୍ତଙ୍କର ବୟଫ୍ରେଣ୍ଡ ଥିଲା, କିନ୍ତୁ ମୋର ନଥିଲା। ଆଉ ମୁଁ ତୋତେ ପିଲା ଦିନରୁ ଜାଣିଛି। ତେତେ ଯେତେ କଥା କହିଲେ କି ମାଡ଼ ମାରିଲେ ମଧ୍ୟ ତୁ କାହାକୁ ତୁ ବୋଲି ଉତ୍ତର ଦେଉନା। ଆଉ ମୋତେ ଏନ୍ଜୟ କରିବାର ଥିଲା, ସେଥିପାଇଁ ତୋତେ ୟୁଜ୍ କଲି। ଯା ଏବେ ତୁ ମୋର କ'ଣ କରିବା କଥା କରିକି ଦେଖା। ଜିତୁର ଯେମିତି ନିଶା ଖସିଗଲା। ଜିତୁ କହିଲା, କ'ଣ ହେଲା? ତମେ ମୋତେ କେବଳ ୟୁଜ୍ କରୁଥିଲ? ପାୟଲ କହିଲା, ହଁ, ଆଉ କ'ଣ ତୋତେ ଭଲ ପାଇଥାନ୍ତି? ଆରେ ମୂର୍ଖ, ମୋର ଦିନକର ଖର୍ଚ୍ଚ ତୋର ମାସକର ରୋଜଗାର ବି ନୁହେଁ। ମୁଁ ତୋତେ ବାହା ହେଇଥିଲେ ରହିଥାନ୍ତି କେଉଁଠି? ତୋର ସେହି ଭଙ୍ଗା ଘରେ। ଯା ଯା, ତୋର ଲେବୁଲର ଝିଅ ଖୋଜିବୁ। ଆରେ ଏବେ ତୁ ଯେଉଁ ଫୋନରେ କଥା ହେଉନୁ ସେ ଫୋନ୍ ବି ମୋର। ତୋର ଔକାତ କ'ଣ? ଜିତୁ ପୁରା ସ୍ତବ୍ଧ ହୋଇଯାଇଥାଏ। ପାୟଲର କଥାଗୁଡ଼ିକ ଯେମିତି ତା ଛାତିରେ ଚିରି ଦେଉଥାଏ। ଜିତୁ ଏବେ ଚାଲିଲା ବିଷ ପିଇବାକୁ। ତା ପାଇଁ ଯେମିତି ସବୁ ବାଟ ବନ୍ଦ ହୋଇଯାଇଥାଏ। ଠିକ୍ ବିଷ ପିଇବା ବେଳେ ତାର ତା ବୋଉ ଆଉ ଭଉଣୀ କଥା ମନେ ପଡ଼ିଲା। ଯେଉଁ ନିଷ୍ପତ୍ତି ସିଏ ଆଗରୁ ନେଇପାରୁନଥିଲା ସିଏ ଏବେ ନେଲା। ଘରକୁ ଯାଇ ଭଉଣୀକୁ ବୋଉର ଦାୟିତ୍ୱ ଦେଲା ଏବଂ କହିଲା, ଦେଖ, ଆଜିଠାରୁ ବୋଉର ତୁ ଦାୟିତ୍ୱ ନେବୁ। ଭାବିନେ ତୁ ବୋଉର ଝିଅ ନେ ପୁଅ। ଘରର ସବୁ କାମ କରି ବଜାର ସଉଦା ବି କରିବୁ। ଭଉଣୀ ଭାଇର ସବୁ କଷ୍ଟ ବୁଝିପାରିଲା ଏବଂ ଜିତୁକୁ ହଁ କହିଲା। ଜିତୁ ବାଙ୍ଗାଲୋର ଗଲା। ସେଠାରେ ଗୋଟିଏ ହୋଟେଲରେ ୱେଟର କାମ କଲା। ଯେଉଁ ପଇସା ପାଉଥିଲା ଘରକୁ ପଠାଉଥିଲା ଏବଂ ଯେଉଁ ଟିପ୍ସ ପଇସା ପାଉଥିଲା ସେଥିରେ ସିଏ +2ରେ ନାଁ ଲେଖାଇଲା। ପୁଣି ଥରେ ପାଠ ପଢ଼ିବା ଆରମ୍ଭ କରିଦେଲା ଏବଂ ତା ସହ ସିଏ ମୋବାଇଲରେ ସ୍ପୋକନ୍ ଇଂଲିଶ ଶିଖୁଥାଏ। ଛୁଟି ନେଇ ବେଳେବେଳେ ବୋଉକୁ ଦେଖା କରିବାକୁ ଆସେ, କିନ୍ତୁ ଗାଁରେ ବେଶୀ ଦିନ ନ ରହି ସିଏ ବାଙ୍ଗାଲୋର ଫେରିଯାଏ। ବାଙ୍ଗାଲୋରର ଗୋଟିଏ ସରକାରୀ କଲେଜରେ +2 ସାରି ସିଏ ଘରକୁ ଆସିଲା। ଘରେ ସାନ ଭଉଣୀର ବାହାଘର କରିଲା। ୟା ଭିତରେ ଯାହା କରଜ ଦାମ ଥିଲା ତା ବି ସୁଜି ଦେଇଥାଏ। ଯେବେ ତାକୁ ଧକ୍କା ଲାଗୁଥାଏ ତାକୁ ବାରମ୍ବାର ପାୟଲର ସେହି ଔକାତ କଥା ମନେ ପଡ଼ୁଥାଏ। ସିଏ ଏବେ ତାର ପାଠ ପଢ଼ା ଜାରି ରଖିଲା। ବାଙ୍ଗାଲୋରରେ ୱେଟର ରହି ଯାହା ଶିଖୁଥିଲା ତାକୁ ହିଁ ବ୍ୟବହାର କରି ଏବେ ସିଏ ଭୁବନେଶ୍ୱରରେ ଟ୍ରେଡିନେଣ୍ଟ ହୋଟେଲରେ ଇଣ୍ଟରଭ୍ୟୁ ଦେଲା। ତାର କଥା କହିବାର ଢଙ୍ଗ ଏବଂ ତାର ସ୍ମାର୍ଟନେସ୍ ଦେଖି ଟ୍ରେଡିନେଣ୍ଟ ହୋଟେଲରେ ଚାକିରି ପାଇଗଲା। ଦରମା ପାଉଥିବାରୁ ତାର ACS ପାଇଁ ପ୍ରିପେୟାର ହେବାରେ ଆହୁରି ସ୍ପୋର୍ଟସ ମିଳିଲା। ଦିନେ ତା ହିଁ ହେଲା ଯାହା ସେ କେବେ ଚିନ୍ତା କରିଥିଲା। ଆଜି ପ୍ରାୟ 5 ବର୍ଷ ପରେ ଏହା କୌଣସି ମନରୁ ଗଢ଼ା ଗପ ନୁହେଁ। ଏଇଟା ଭୁବନେଶ୍ୱରରେ ଥିବା ମୋର ଜଣେ ପରିଚିତ ଜିତୁ ଭାଇଙ୍କ କଥା। ବିଶ୍ୱାସ ନହେଲେ ବି କଥାଟି ସତ। ଝିଅ ହାତ ଛାଡ଼ିଦେଲା। ଭଉଣୀ ଟଙ୍କା ନେଇ ଅନ୍ୟ ପୁଅ ସହ ପଳାଇଲା। କରଜରେ ବୁଡ଼ିକି ଥିଲା, ତଥାପି ଏସବୁକୁ ସିଏ ଦୁର୍ବଳତା ନ କରି ନିଜ ଭାଗ୍ୟ ସହ ଲଢ଼ି ଚାଲିଲା।